জগত জননী জবাধারী সুন্দরী মালো যাগ যজ্ঞ যজ্ঞ রুহ তুমি যে করি জননী যাগ যজ্ঞ যজ্ঞ রুহ তুমি যে করি ଯିବା ଆସିବାର ମାଲ ଜଗିଲୁ ବାଟ ମାଲ ଜନମ ମରଣ ଧରି ଲଗାଉ ନାଟ ଜନମ ମରଣ ଧରି ଲଗାଉ ନାଟ ଆଜି ଫେରିବୁ ସବିଙ୍କ କତଳ ଜଗତ ମାତ ଆଜି ହରିବୁ ଦୁଃଖୀର ଦୁଃଖ ରଙ୍ଗର କତବ ସନ ପିଙ୍ଗଳ ଆଖି ଜନନୀ ରଙ୍ଗର କତବ ସନ ପିଙ୍ଗଳ ଆଖି ଆମେ ତୋର କି ନ ପାରନ୍ତି ସୁର ସୁର ଦେଖି ଆଜି ରମଣୀ ମଣିଲ ମହାରାମା ରତନ ଆମେ ତ ରଖିଛୁ କୁଣ୍ଢିରେ ଷଷ୍ଠବାର ବିହନ ରଖିଛୁ କୁଣ୍ଢିରେ ଷଷ୍ଠବାର ବିହନ ଆଜି ରଙ୍କି କ୍ୟୁ ଦେଉ ତୁ ଧାନର ରମଣୀ ମଣି ଆଜି ରଙ୍କି କ୍ୟୁ ଦେଉ ତୋ ଦାନ ଲୁଚିକେ ପାରିବ ତୋର ଲୋବାର ଆଖିରୁ ମାଲ ଲୁଚିକେ ପାରିବ ତୋର ବାର ଆଖିରୁ ମାତ୍ର ଲେଖିବା ବିହନ ମାତ୍ର ଲିଭାଇ ପାରୁ ମାତ୍ର ଲେଖିବା ବିହନ ମାତ୍ର ଲିଭାଇ ପାରୁ ଆହୁରି ଲୋକଙ୍କ ଜଞ୍ଜାଳରେ ପଡ଼ି ମରେ ମୁମି ମାତ୍ର ଲେସ ଗୋଟା ଖରେ ଥରେ ଦେଲେ ଅନାଇ ଲେସ ଗୋଟା ଖରେ ଥରେ ଦେଲେ ଅନାଇ ଏହି ଲଜାରୁ ହୋଇବି ତ୍ରାଗି ଗୋ ମହାମାଗି କି ଲଜାରୁ ହୋଇବି ତ୍ରାଗି ଶୁଣ ସୁଗନ ଘେରେ ମନ ଗଣ ଖେବ କି ନ ଖେବ ଖେବ ଦେବା କଖିଣ ଖେବ କି ନ ଖେବ ଖେବ ଦେବା କଖିଣ ଆଜ୍ଞା ଖେ କଖିବି ବୋଲି ଯେ ମୁଁ ଗର୍ବ କରୁ ନାହିଁ ମାତ୍ର ଯାହା ଜଣା ଅଛି ପଦେ ଦେବାଟି କଖି ଦେଖ ମୋର ବର ତରୁ ଜନମ ଗଇଲା ବାବୁରେ କେଉଁ ଲେଖାରେ ସେ ପୁଣି ଶଳା ଗଇଲା ବାବୁରେ ଏହାର ଭାବ ଅର୍ଥ ଯେ ଦେବା ବୁଝାଇ ମହନ ଦେଇ ଶୁଣୁଥିବେ ମଦର୍ଶକେ ରଖି ନାଚୁଥିବି ଦେଇ ଦେଇ ସୁଜନେ ନିଆଜି ନାଚୁଥିବି ଦେଇ ଦେଇ भाया मोर औरसरु जन्म हेला लेखारे मते सळा हबो आजका जिया कथा आजका नहरे बुओ आश्चर्य कथा हो सुना तू सुबि गंजन देई मन करन सुना तू सुबि गंजन देई मन करन औ जागा जणा अछि पदे देबा कहिनु हौ रे मात्र को जागा जणा अछि पदे देबा कहिनु जो रामायण चरित्र वर्णना होइछि बाबुरे रामायण चरित्र वर्णना होइछि आ सोला जुई रे बाबू प्रमाण रखिछि बाबुरे सोला जुई रे पुनी प्रमाण रखिछि बाबू
ବାହୁରେ ଦ୍ୱିତୀୟ ବାର ଦେଖ ଜାନକୀ ମାତା ଯାଇଥିଲେ ପୁଣିରେ ବନବାସ କଥା ଯାଇ ବାଲ୍ମୀକି ଆଶ୍ରମରେ ସେ ରଖିଥିଲେ ମାତ୍ର 5 ମାସ ଗର୍ଭଧାନ ସେ ହୋଇଥିଲେ ଶୁଣିବେ ସୂର୍ଯ୍ୟଜନ ଦେଖିନ ମନ କର୍ଣ୍ଣ ଯାହା ଘଟିଯିବ ରାମାୟଣ ପୁରାଣ ମାତ୍ର ବନବାସ କଷ୍ଟରେ ସୀତା ସହିଛନ୍ତି ଶୁଣୁଥିବା ମୋ ପଣ୍ଡିତ ଜନ ଆଜ୍ଞା ଗାଇବା ଗାଇବା ବେଳେ ହୋଇବ ବିସ୍ଫୋରଣ ଆମର ବିସ୍ଫୋରଣ ପଦକୁ କରିବ ମାର୍ଜନ ଆଜ୍ଞା ଗାଇବା ବେଳେ ମୁଁ ଯାଉଥିବି ମାତ୍ର ପଦ ଗୋଟି ଗୋଟିକେ ଭୁଲ କରୁଥିବି ଆଉ ଗାଇବା ଗାଇବା ବେଳେ ପଦ ହୋଇବ ବିସ୍ଫୋରଣ ଆଉ ବିସ୍ଫୋରଣ ପଦକୁ କରିବ ମାର୍ଜନ ମାତ୍ର ବ୍ରହ୍ମ ବୈବର୍ତ ବୋଲି ସେ ଦେଲେ କଘିଣ ଆଉ ଖୋଜି ଖୋଜି ମୁଗି ହୋଇଲି ହାଲିଆ ଜାଣ ଯୋଗ ଋଷି ବୋଲି ସେ ଘୁର ଘିଥିଲେ ଦେଖ ଅହଲ୍ୟା ନାମରେ କେ ତାଙ୍କ ନାରୀ ଥିଲେ ଅହଲ୍ୟା ନାମରେ କେ ତାଙ୍କ ନାରୀ ଥିଲେ ଆଉ ଯେମିତି ଆମେ ମର୍ତ୍ତେ ବାସ କରିଛନ୍ତି ଦେଖ ସୁର ସୁର ବୋଲି ଦୁଇଟି ରଖିଛି ଯେତେକ ଦେବତା ଅଛନ୍ତି ପୁଣି ଭାଇ ଭାଇ ଆଉ ଲେଖା କଲେ ଆମେ ପୁଣି ଘୋଇବା ଭାଇ ଯୋଗ ଋଷି ବାବୁ ଆଜ୍ଞା ରଖିଥିଲେ ମାତ୍ର ନାରୀ ରୂପରେ ପୁଣି ଅହଲ୍ୟା ଯେ ଥିଲେ ଗୌତମ ଯେତେବେଳେ ଯେଉଁ ଆଡ଼େ ଯିବେ ପଳାଇ ମାତ୍ର ଅହଲ୍ୟା ଜୀବନକୁ ସଙ୍ଗେ ନେଉଥାଏ ମାତ୍ର ଅହଲ୍ୟା ଜୀବନକୁ ସଙ୍ଗେ ନେଉଥାଏ ଦିନେ ଇନ୍ଦ୍ର ସୂର୍ଯ୍ୟ ପୁଣି କଲେ ବିଚାର ଦିନେ ଇନ୍ଦ୍ର ସୂର୍ଯ୍ୟ ପୁଣି କଲେ ବିଚାର ଆଉ 2 ଜଣ କଥା ହୋଇ ଆସିଲେ ସତର ଅହଲ୍ୟା ପୁଣି ଶରୀର ଯେ ପଡ଼ିଥିଲା ଦେଖ ଅହଲ୍ୟା ପୁଣି ଶରୀର ଯେ ପଡ଼ିଥିଲା ଦେଖ ସୂର୍ଯ୍ୟଦେବ ଭିତରେ ପଶିଗଲେ ତାଙ୍କୁ ଇନ୍ଦ୍ରଦେବ ପୁଣି ହରଣ କରିଲେ ତାଙ୍କୁ ଇନ୍ଦ୍ରଦେବ ପୁଣି କଲେ ହରଣ ଦେଖ ତାହାପରେ ଯାଇଥିଲେ ସୂର୍ଯ୍ୟଦେବ ଜାଣ ସୂର୍ଯ୍ୟ ଇନ୍ଦ୍ରଙ୍କ ଔରସରୁ 2 ସନ୍ତାନ ଜନ୍ମ ସୂର୍ଯ୍ୟ ଇନ୍ଦ୍ରଙ୍କ ଔରସରୁ 2 ସନ୍ତାନ ଜନ୍ମ ହବନି बुझल कि सेटा कहबे आ गोटे बाबूके उठा मोर 2टा प्रश्न भाईर प्रश्नटा पचारे एटा चालू चलला पर आमर जो 4टा पर हेलानी 4टा पाखा हेलानी आम माँ भणी मैंने उठिले भी देखिए आपणकर कंठ ए माँ भणी मान जो कंठ मत बहुत पसंद लगे आज्ञा जो गीत गाँव पसंद लगुच भाई अर्जुन भाई बहुत पसंद लगुच कहीं आम आपण नुआ देखु मो कथा मु कहूँ बुझल ना आम भी हेल्ले कलाकार भाई गोटे रामायण भी पाठ कर समाप्त कर ନାଇଁ ତମେ ଯଦି କ୍ୱେଶ୍ଚିନ୍ କରିଲ ବୋଲେ ଆନ୍ସରଟା ଦବାକୁ ପଡିବ ନ ଜାଣିଥିଲେ ବୋଲେ ତମର ମହତ୍ଵ ରହିବ ବୁଝିପାରୁଛ ନା ପୁରାଣ ଅଗାଧ ସାଗର ତମେ ପଚାରିଥିବ ଗୋଟେ ରାସ୍ତାରେ ଆମେ ଯିବୁ ଆଉ ଗୋଟେ ରାସ୍ତାରେ मंगल ग्रह बोली विष्णुकर पुओ थिला वसुधा सहित जो सहवास करी वसुधा सहवास करी मंगल ग्रह बोली पुओटे थिला
ଯେତେବେଳେ ବସୁଧାର ଝିଅ ସୀତା ଥିଲେ ରାମଚନ୍ଦ୍ର ସୀତାକୁ ବାହା ହେଲେ ହେଲେ ସୀତାର ଭାଇ କିଏ ମଙ୍ଗଳ ଗ୍ରହ ହେଲେ ମଙ୍ଗଳ ଗ୍ରହ କାହାର ଜନ୍ମ ବିଷ୍ଣୁଙ୍କ ଅରୁଷରୁ ଜନ୍ମ ହେଇଛି ନା ନାଇଁ ସେଇଟା ହଉଛି ପୁଅ ହେଲା କୁଶଳା ଧନ୍ୟବାଦ ବହିଟି ଯାଉ